ନମସ୍କାର ବନ୍ଧୁଗଣ, ଆମେ ଶୁଣୁଛେ ଉପନ୍ୟାସ ପ୍ରେମିକା, ଲେଖକ ବିଭୂତି ପଟ୍ଟନାୟକ। ଏଇ ସେଇ ତୁଳସୀପୁର, ଆମ ପ୍ରଣୟଲୀଳାର ଶେଷ ସୀମାନ୍ତ ଅଞ୍ଚଳ। ଶେଷ ଥର ପାଇଁ ଯେଉଁଠିକି ଆମେ ଦୁହେଁ ଗୋଟିଏ ରିକ୍ସାରେ ବସି ଆସିଥିଲେ, ତାପରେ ତମର ହଷ୍ଟେଲକୁ ଫେରିଯିବାର କଥା। ତାପରେ ତମର ବଡ଼ଦିନ ଛୁଟି, ବାପା ବୋଉଙ୍କ ପାଖକୁ ଛୁଟିରେ ତମର ଯିବାର କଥା। ରିକ୍ସା ଚାଳକ ଯେତେ ବୁଢ଼ା ହେଉନା କାହିଁକି, ହଷ୍ଟେଲରେ ପହଞ୍ଚିବାକୁ ଘଣ୍ଟାକରୁ ବେଶୀ ସମୟ ଲାଗିବାର କଥା ନୁହେଁ। ଫେରିବା କଥା ଉଠିବା ମାତ୍ରେ ତମ ଦୁଇ ଆଖିର ବେଣ୍ଟ ପୋଖରୀରେ କାକଚକ୍ଷୁ ଜଳ ହଠାତ୍ ଚହଲି ଉଠିଥିଲା। ରୁମାଲରେ ମୁହଁ ଚାପି ଧରି କହିଥିଲ, ମନକୁ ଆପଣଙ୍କ ପାଖରେ ବନ୍ଧା ରଖି ଏଇ କେତେଦିନ ମୋର କଟିବ କେମିତି? ମୁଁ ତମକୁ ସାନ୍ତ୍ୱନା ଦେଇଥିଲି, ଏଇ ତ ଶେଷ ଥର। ତାପରେ ଛୁଟିରେ ତମକୁ ଆଉ ବାପା ବୋଉଙ୍କ ପାଖକୁ ଫେରିଯିବାକୁ ପଡ଼ିବ ନାହିଁ। ତମେ ଦୁଇ ଆଖିର ଅଶ୍ରୁଜଳ ପୋଛି ନେଇ କହିଥିଲ, ଏଇ ଛୁଟି କେଇଦିନ କିନ୍ତୁ ଆପଣ ମୋତେ ପ୍ରତିଦିନ ଖଣ୍ଡିଏ ଚିଠି ଦେବେ। ଯେଉଁଦିନ ଚିଠି ନ ପାଇବି ସେଦିନ ମୁଁ ଜଳ ସୁଦ୍ଧା ସ୍ପର୍ଶ କରିବି ନାହିଁ, ମନେ ରଖିବେ। ସେଦିନ ଗୁଡ଼ାକ ଥିଲା ସେମିତି। ଚିଠି ଲେଖିବାରେ କ୍ଳାନ୍ତି ନଥିଲା। ଯେତେ ଲମ୍ବା ଚିଠି ଲେଖିଲେ ବି ମନର ସବୁ କଥା ଶେଷ ହେଉନଥିଲା। ଚିଠି ଲେଖା ଆଉ ଅପେକ୍ଷା, ଏ ଦୁଇଟି ତ ଅବିବାହିତ ପ୍ରେମର ମୁଦ୍ରାର ଦୁଇ ପାଖ ଭଳି। ପ୍ରତିଦିନ ଖଣ୍ଡେ କାହିଁକି 5 ଖଣ୍ଡ ଚିଠି ଲେଖିବି ବୋଲି ମୁଁ ତମ ପାଖରେ ଆଗ୍ରହ ପ୍ରକାଶ କରିଥିଲି। ସାଙ୍ଗେ ସାଙ୍ଗେ ତମେ ଆଉ ଗୋଟିଏ ସର୍ତ୍ତ ଆରୋପ କରି ବସିଥିଲ। ଚିଠି ଉପରେ ଫର୍ମ ଜାଗାରେ ଜଣେ ମିଛ ଝିଅର ନାମ ଲେଖିଥିବେ। ତା ନହେଲେ ବାପାଙ୍କ ହାତରୁ ଚିଠି ନେଲାବେଳେ ଲାଜରେ ମୁଁ ମରିଯିବି। କିନ୍ତୁ ତମ ସହିତ ମୋର ସମ୍ପର୍କ ତ ତମ ଘରେ କାହାକୁ ଅଜଣା ନୁହେଁ। ପ୍ରତିଦିନ ତମକୁ ଚିଠି ଲେଖୁଛି ଜାଣିଲେ ସେମାନେ ବରଂ ଆଶ୍ୱସ୍ତ ହେବେ। ମୋ କଥା ଶୁଣି ତମ ମୁହଁ ସାରା ଲଜ୍ଜାର ନାଲିସାହି ଇଡ଼ି ହୋଇଗଲା। ତମେ ମୋ ବାହୁମୂଳକୁ ପୁଳାଏ ଚିମୁଟି ଦେଇ କହିଥିଲ, ଆପଣ ମୋତେ ଚିଠି ଦେଇଛନ୍ତି ଜାଣିଲେ ରୋନୁ କୋନୁ ମିନୁ ମୋତେ ଚିଡ଼ାଇ ଚିଡ଼ାଇ ଦରମରା କରିଦେବେ। ମନେ ପଡ଼େ? ମୁଁ ନୁହେଁ, ପ୍ରତିଦିନ ତମ ଲେଡ଼ିଜ୍ ହଷ୍ଟେଲର ଅନାମିକା ବାନ୍ଧବୀମାନେ ଚିଠି ଦେଉଛନ୍ତି ବୋଲି ତମେ ତମ ବାପା ବୋଉ ସାନ ଭଉଣୀଙ୍କ ମନରେ ଭୁଲ ଧାରଣା ଦେବାକୁ ଚାହୁଁଥିଲ। ସେଥିପାଇଁ ସର୍ତ୍ତ ରଖିଥିଲ, ମୋ ଚିଠି ଉପରେ ପ୍ରେରକ ନାମ ସ୍ଥାନରେ ଜଣେ ଜଣେ ଅନାମିକା ଅସ୍ତିତ୍ୱବିହୀନା ଝିଅର ନାମ ଲେଖିବାକୁ। ପ୍ରେମରେ ଏପରି ମଧୁର ମିଥ୍ୟା ପାପ ନୁହେଁ ବୋଲି ମୁଁ ତୁମ ପ୍ରସ୍ତାବରେ ରାଜି ହୋଇଯାଇଥିଲି। କିନ୍ତୁ ସେଦିନ କେମିତି ମୁଁ ବୁଝିପାରିନଥିଲି ଯେ ଯେଉଁ ଝିଅ ପ୍ରେମିକର ଚିଠିରେ ପ୍ରେରକ ସ୍ଥାନରେ ମିଛ ଝିଅର ନାମ ଲେଖାଇ ନେଇ ନିଜ ବାପାଙ୍କୁ ଠକିବାକୁ ଚାହେ, ଦିନେ ସେ ନିଜ ପ୍ରେମିକକୁ ମଧ୍ୟ ବାପାଙ୍କ ଆଗରେ ଭୁଲ କଥା କହି ଠକି ଦେଇପାରେ। ଦୃଷ୍ଟିଶକ୍ତି ବଢ଼ାଏ ବୋଲି ଦୃଷ୍ଟିଶକ୍ତି ଊଣା ଥିବା ଲୋକେ ଚଷମା ପିନ୍ଧନ୍ତି, କିନ୍ତୁ ପ୍ରେମର ଚଷମା ମଣିଷକୁ ଅନ୍ଧ କରିଦିଏ କିପରି? ମିଥ୍ୟାର ଖାଦ ନ ମିଶିଲେ ପ୍ରେମର ସ୍ୱର୍ଣ୍ଣଲଙ୍କାର ଯେପରି ଗଢ଼ା ହୁଏ ନା, ସେହିପରି ପ୍ରତାରିତ ନହେଲେ କୌଣସି ପୁରୁଷ ପ୍ରକୃତ ପ୍ରେମର ସ୍ୱାଦ ଅନୁଭବ କରିପାରେ ନା। ତମ ପାଖରେ ଠକି ଯାଇଥିଲି ବୋଲି ଆଜି ମୋର କୌଣସି ଅନୁଶୋଚନା ନାହିଁ। ଜୀବନକୁ ଠିକ୍ ଭାବରେ ବୁଝିବାକୁ ହେଲେ ବେଳେବେଳେ ଠକିବା ଦରକାର ହୁଏ। ଯେଉଁମାନେ ଜୀବନରେ ପ୍ରେମ କରି ପ୍ରତାରିତ ହୋଇନାହାନ୍ତି, ସେମାନଙ୍କ ଜୀବନ ବ୍ୟର୍ଥ ଏକଥା ମୁଁ ଭଲ କରି ଜାଣେ। ତଥାପି ରେଲୱେ ଷ୍ଟେସନର ସେଇ ନିର୍ଜନ ସେଡ଼୍ହୀନ ସିମେଣ୍ଟ ବେଞ୍ଚ, ଗୋଲା କବର ପାଖ ମହାନଦୀ କୂଳ ଭଳି ଏଇ ତୁଳସୀପୁର, ବକ୍ସି ବଜାର ପୋଷ୍ଟ ଅଫିସ ପାଖ ଛକ ମୋର ବଡ଼ ବେଶୀ ଅବିଶ୍ୱାସୀ ମନେ ହୁଏ। କାରଣ ଏଇ ଦୁହେଁ ଆମ ମିଳନ ବିରହର ଏକମାତ୍ର ସାକ୍ଷୀ। ସଂସାରରେ କେତେ ପୁଅ ଏଇ ବୟସରେ କେତେ ଝିଅଙ୍କୁ ଭେଟନ୍ତି। ସେଥିରେ କୌଣସି ଦୁବଘାସର ପତ୍ର ହଲେ ନାହିଁ, କାହାର କିଛି ଯାଏ ଆସେ ନାହିଁ। କିନ୍ତୁ ତମ ଭଳି ଝିଅ ଯେତେବେଳେ
ମୋ ଭଳି ଜଣେ ପୁଅକୁ ଭେଟେ। କଟକ ସହରରେ ଭୂମିକମ୍ପ ହୋଇଯାଏ। ମେଡ଼ିକାଲ, ରେଭେନ୍ସା କଲେଜ, ଲେଡ଼ିଜ୍ ହଷ୍ଟେଲରେ ଅନେକଙ୍କ ଆଖିରେ ଈର୍ଷାର ନୀଳବତୀ ଜଳି ଉଠେ। ଛତ୍ର ବଜାରରେ ବାଟ ନ ପାଇ ଗାଡ଼ି ସବୁ ଧାଡ଼ି ବାନ୍ଧି ଠିଆ ହୋଇଯାଏ। ବକ୍ସି ବଜାର ଜିପୁ ପାଖରେ ଚିଠି ବ୍ୟାଗ୍ ସବୁ ଠିକଣା ବଦଳାଇ ଦିଏ। ଜଣକର ଚିଠି ଆଉ ଜଣକର ଭୁଲ ଠିକଣାରେ ଡେଲିଭରି ଦେଇ ଦିଆଯାଏ। ବାଳିକା ବିଦ୍ୟାଳୟର କିଶୋରୀ ଝିଅମାନେ ଲଜେନ୍ସ ଫିଙ୍ଗି ଦେଇ ନିଜ ନିଜ ଆଙ୍ଗୁଠି ଚୁଚୁମିବାକୁ ଆରମ୍ଭ କରନ୍ତି। ଅର୍ଦ୍ଧରାତ୍ରିର କଟକ ସହରରେ ଶୀତଦିନେ ବି ଅନେକ ଏକ ମହଲା, ଦୋ ମହଲା କୋଠା ଘରର ଝରକା ଖୋଲା ରହେ। ମନେ ପଡ଼େ, ଦିନେ ଆମର ଖେଳଘର ଭାଙ୍ଗିଗଲା, ଚିଠି ସବୁ ଚିରିଗଲା। ଆରମ୍ଭ ହେଲା ଦୁଇଟି ହୃଦୟରୁ ନିଃଶବ୍ଦ ରକ୍ତକ୍ଷରଣ। ସେ ରକ୍ତର ରଙ୍ଗ ଲାଲ ନୁହେଁ, କଳା। ସେଇ ଥୋପ ଥୋପ କଳା ରକ୍ତରେ ଦୃଷ୍ଟିର ଦିଗନ୍ତରେଖା ଅନୁଜ୍ଜ୍ୱଳ ଅସ୍ପଷ୍ଟ ହୋଇଗଲା। ଆମେ ଦୁହେଁ ଦୁଇଟି ଅଲଗା ରାସ୍ତାରେ ଚାଲିଗଲେ। ଯେଉଁ ରାସ୍ତା କେବେ କୋଉଠି ପରସ୍ପର ସହିତ ଛକ କାଟିବାର ସମ୍ଭାବନା ନଥିଲା। କିନ୍ତୁ ତଥାପି କାହିଁକି ତମର ସେଇ କଳା ରଙ୍ଗର ସ୍ମୃତି ମୋ ମନର ସବୁଜ ବନସ୍ପତିରେ ବାଦୁଳି ଭଳି ଝୁଲି ରହିଲା। ତମେ ମୋର ପ୍ରଥମ ପ୍ରେମ ନୁହଁ, କିନ୍ତୁ ତମେ ମୋ ଜୀବନର ପ୍ରଥମ ନାରୀ। ମୁଁ ହୁଏତ ତମ ଜୀବନର ପ୍ରଥମ ପୁରୁଷ ନୁହେଁ, କିନ୍ତୁ ମୁଁ ହେଉଛି ତମ ଜୀବନର ପ୍ରଥମ ପ୍ରେମ। ଶୁଣିଛି ପୁରୁଷ ଜୀବନରେ ପ୍ରଥମ ନାରୀର ସ୍ମୃତି, ନାରୀ ଜୀବନରେ ପ୍ରଥମ ପ୍ରେମର ସ୍ପର୍ଶ ଅବଶିଷ୍ଟ ଜୀବନରେ କୌଣସି ଦିନ ବାସି ହୁଏ ନାହିଁ। ବାହାରେ କାହାରି ଆଖିକୁ ସେ ଶୀତଳ ବହ୍ନିର ଶିଖା ଦେଖା ନଗଲେ ମଧ୍ୟ ଭିତରେ ଅଗ୍ନିକାଣ୍ଡ ସୃଷ୍ଟି କରେ। ତମ ଦେହର କେଉଁ ଅଂଶକୁ କିପରି ଭାବରେ ଛୁଇଁଲେ ତମ ଦୁଇ ନୟନ ମୁଦ୍ରିତ ହୋଇଯାଏ, ସେ କଥା ମୁଁ ନିଜେ ଆଖି ବନ୍ଦ କରି କହିଦେଇପାରେ। ନାରୀ ଦେହର ଏ ରହସ୍ୟ ତା ସ୍ୱାମୀ ଭିନ୍ନ ଆଉ କେହି ଜାଣୁ, ଏ କଥା ଭାବିବାକୁ ମୋତେ କଷ୍ଟ ଲାଗେ। ଜଣେ ପୁରୁଷ ପାଖରେ ନିଜକୁ ଅନାବୃତ କରି ଆଉ ଜଣକୁ ବିବାହ କଲେ ନାରୀ ସତୀ ହୁଏ କି ସୁଖୀ ହୁଏ, ସେ ଗହନ ଗହୀରରେ ମୋର ଚାଷ ନାହିଁ। କିନ୍ତୁ ନାରୀ ସ୍ୱେଚ୍ଛାରେ ଜଣକ ପାଖରେ ଆତ୍ମସମର୍ପଣ କରି ଆଉ ଜଣକୁ ବିବାହ କରିବ, ଏ କଥା ଭାବିବା ମାତ୍ରେ ଏ ପୃଥିବୀ ମୋତେ ବିଧବା ଭଳି ଦୁଃଖିନୀ ଦେଖାଯାଏ। ଅହଙ୍କାର ସୁନ୍ଦରୀ ନାରୀର ଅଳଙ୍କାର ଭଳି। ଆତ୍ମସମ୍ମାନର ଏଇ ଅହଙ୍କାର ବୋଧ ସୁନ୍ଦରୀ ନାରୀକୁ କୋହିନୂର ହୀରାଖଣ୍ଡ ଭଳି ମୂଲ୍ୟବାନ କରିଦିଏ। ସମସ୍ତେ ତାକୁ ପାଇବା ପାଇଁ ସାହସ କରନ୍ତି ନାହିଁ, କିନ୍ତୁ ଅକାରଣ ରୂପର ଅହଙ୍କାର ସୁନ୍ଦରୀ ନାରୀକୁ କରିଦିଏ ଖୁଚୁରା ପଇସା। ଯେକୌଣସି ଲୋକ ତାକୁ ଅଣ୍ଟାରେ ମାରିବାକୁ ହାତ ବଢ଼ାଇ ଦିଅନ୍ତି। ବାହାଘର ବେଦୀ ଉପରେ ସେମାନଙ୍କ ଦେହ ନିଲାମ କରି ଦିଆଯାଏ। ତମେ ଯାହାଙ୍କୁ ବିବାହ କରିଛ, ତାଙ୍କଠାରୁ ବେଶୀ ଟଙ୍କା ରୋଜଗାର କରୁଥିବା ଅନ୍ୟ କୌଣସି ଲୋକ ଚାହିଁଥିଲେ ତମେ ବି ତାଙ୍କର ସ୍ତ୍ରୀ ହୋଇ ବେଦୀରେ ବସିଥାନ୍ତ। ଆଜି ତମେ ତମ ସ୍ୱାମୀଙ୍କୁ ଯେତିକି ଭକ୍ତି କରୁଛ, ଅନ୍ୟ ଜଣଙ୍କୁ ବିବାହ କରିଥିଲେ ବି ତମେ ସେତିକି ତାଙ୍କୁ ଭକ୍ତି ଆଉ ପ୍ରେମ କରୁଥାନ୍ତ, ସତ ନା? ହୃଦୟ ଯେଉଁଠି ପରବାସୀ, ଭକ୍ତି, ପ୍ରେମ, ଆନୁଗତ୍ୟ ସେଠାରେ ଜାଲ ନୋଟ ଭଳି। ଏକଥା ତମେ ମୋତେ ଥରେ ଚିଠିରେ ଲେଖିଥିଲ। ମୁଁ କୌଣସି କାରଣରୁ ତମକୁ ଯେବେ ଅନ୍ୟତ୍ର ବିବାହ କରିବାକୁ କହିଥିଲି, ମନେ ଅଛି? ଥରେ ଥରେ ମୋର ମନେ ହୁଏ ତମେ କ'ଣ ଚାହଁ ନିଜେ ସେ କଥା ଭଲ କରି ଜାଣିନଥିଲ। ଆମର ପ୍ରଥମ ଭଲ ପାଇବା ଦିନଗୁଡ଼ିକରେ ତମେ ମୋତେ ବୁଝଉଥିଲ ପୁରୁଷର ବ୍ୟକ୍ତିତ୍ୱ ତମ ପାଖରେ ସବୁଠାରୁ ବଡ଼। ସେଥିପାଇଁ ମୋତେ ନ ପାଇଲେ ତମ ଜୀବନ ବ୍ୟର୍ଥ ହୋଇଯିବ। କିନ୍ତୁ ଅନ୍ୟତ୍ର ବିବାହ ପରେ ତମେ ମୋତେ ବୁଝେଇବାକୁ ଚାହିଁଲ ତମେ ଏପରି ଜଣେ ସ୍ୱାମୀ ଚାହୁଁଥିଲ, ଯାହାର ପତ୍ନୀ ଭାବରେ ତମେ ପରିଚିତ ହେବ ନାହିଁ, ଯିଏ ତମର ସ୍ୱାମୀ ଭାବରେ ବାହାରେ ପରିଚିତ ହେବେ। ଦିନେ ତମେ ଥିଲ ମୋ ମନର
ଦିଗନ୍ତ ବ୍ୟାପୀ ନୀଳିମା ଆକାଶର ହୀରା ଝଲମଲ ସ୍ଥିର ବିଦ୍ୟୁତ। ଆଜି ତମେ ଆଉ ଜଣଙ୍କ ଘରେ ବିଦ୍ୟୁତବତୀ ହୋଇ ଜଳୁଛ, ବିଜୁଳି ପଙ୍ଖା ଭଳି ଘୁରୁଛ। ଦିନେ ଥିଲ ତମେ ମୋ ପାଖରେ ଅନେକ ବର୍ଷା, ବସନ୍ତ, ବୈଶାଖର ସ୍ମୃତି। ଆଜି ଆଉ ଜଣଙ୍କ ଗୃହରେ କେବଳ ତୁମେ ନିରୁଦ୍ବିଗ୍ନ ଶୀତଳ ଶୀତ ରାତି। ବିଶ୍ୱାସ କର, କୌଣସି ଦିନ ମୁଁ ଆଉ ଚାହିଁ ନାହିଁ ତମ ସହିତ କେବେ ଆଉ ଦେଖା ହଉ। ତମକୁ ଦେଖା କରିବାକୁ ଭୟ, କାରଣ ଯେତେ ଦାମୀ ଶାଢ଼ୀ ପିନ୍ଧିଥିଲେ ମଧ୍ୟ ମୋ ଆଖିରେ ଅନ୍ତର୍ଭେଦୀ ସ୍ୱଚ୍ଛ କାଚର ସମ୍ମୁଖୀନ ହେବା ମାତ୍ରେ ତମର ଅନାବୃତ ଦେହର ପ୍ରତିଟି ଅଙ୍ଗରେଖା ମୋ ଆଖି ଆଗରେ ଚାହୁଁ ଚାହୁଁ ନଗ୍ନ ହୋଇଯିବ। ଅନ୍ୟ ଜଣେ ପୁରୁଷର ପତ୍ନୀ, ସନ୍ତାନର ଜନନୀ, ସମସ୍ତଙ୍କର ଅଜ୍ଞାତସାରରେ ମୋ ଆଖି ଆଗରେ ଚାହୁଁ ଚାହୁଁ ନଗ୍ନ ହୋଇଯାଇଛି। ଏ ଦୃଶ୍ୟ ଦେଖିବାର ଭୟରେ ସେଦିନୁ ମୁଁ ଆଉ ପଛକୁ ନ ଚାହିଁ ଏକା ମୁହାଁ ହୋଇ ଅନ୍ୟ ରାସ୍ତାରେ ଧାଇଁ ଚାଲିଛି। ବିଶ୍ୱାସ କର, ତମର ସେ ଗୋଲ ସୁନ୍ଦର ମୁହଁ ଦେଖିଦେଲେ କଟକ ସହର ଅନ୍ଧାର ହୋଇଯିବ। ସେଥିପାଇଁ ଏ ସହର ସାଙ୍ଗରେ ମୋର ଆଡ଼ି। ଜୀବନର କୌଣସି ଏକ ଫୁଲ ଫୁଟିବାର ମୁହୂର୍ତ୍ତରେ କେଉଁ ଏକ ପୁରୁଷର ଆଉ ଜଣେ ନାରୀ ସହିତ ଦେଖା ହୋଇଥିଲା। ଉଭୟେ ନିୟତିର କେଉଁ ଅଦୃଶ୍ୟ ଇଙ୍ଗିତରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ଏବଂ ପରେ କୌଣସି ନା କୌଣସି କାରଣରୁ ବାଟ ଭାଙ୍ଗି ଅଲଗା ରାସ୍ତାରେ ଚାଲିଗଲେ। ସେଇଟା ଏ ବିପୁଳାଚ ପୃଥ୍ୱୀ ନିରବଧି କାଳ ସ୍ରୋତରେ ଗୋଟିଏ ବଡ଼ କଥା ନୁହେଁ। ସମାଜର ସବୁ ନିୟମ ମଣିଷ ନିଜେ ଗଢ଼ିଛି, ନିଜେ ମଧ୍ୟ ଭାଙ୍ଗୁଛି। ସାମାଜିକ ନୀତି ନିୟମର ଭଙ୍ଗା ଗଢ଼ାର ଖେଳ ଭିତରେ ରୂପ ବଦଳାଇ ଚାଲିଛି ମଣିଷର ସଂସ୍କୃତି ଆଉ ସଭ୍ୟତା। ସେଥିପାଇଁ ସୂତାକାଟା ଗୁଡ଼ି ଭଳି ମୋ ହାତକୁ ଖସିଯାଇ ଆଉ କାହା ଲଟେଇର ସୂତାରେ ତମେ ଗୁଡ଼େଇ ହେଇଗଲ ବୋଲି ମୋର ଆଜି କୌଣସି ଅବସୋସ ନାହିଁ। ମୁଁ ଚାହିଁଥିଲି ଜୀବନରେ ତମେ ସୁଖୀ ହୁଅ। ଦୁଃଖ ତୁମକୁ ଶୋଭା ପାଏନା। କିନ୍ତୁ ଯେପରି ଭାବରେ ସ୍ୱେଚ୍ଛାରେ ତୁମେ ଦିନେ ଅଠା ଭଳି ନିଜକୁ ମୋ ଦେହ ମନ ସହିତ ଜଡ଼ିତ କରିଦେଇଥିଲ, ମୋତେ ପାଇବା ପାଇଁ ଏବଂ ମୋ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ସମର୍ପଣ କରିଦେବା ପାଇଁ ଏକ ଦୁଃସାହସିକ ଭୟଙ୍କର ଖେଳରେ ମାତି ଯାଇଥିଲ, ଆଉ ଯେଉଁପରି ମୋ ଠାରୁ ବିଚ୍ଛିନ୍ନ ହୋଇଯିବା ପାଇଁ ବିରକ୍ତିକର, ଅକିଳ, ଅପପ୍ରଚାର ରଙ୍ଗୀନ ବେଲୁନ ଉଡ଼ାଇବାକୁ ଲାଗିଲ, ସେଇଟା ଏକ ଏପିକ୍ ଉପନ୍ୟାସର ସୀମା ସ୍ପର୍ଶ କରିଗଲା। ଦିନେ ଶିଳ୍ପ କହିଲେ ତୁମେ ଆର୍ଟ ବୁଝୁଥିଲ, ଆଉ ଦିନେ ମୋତେ ବୁଝାଇବାକୁ ଚାହିଁଲ ଯେ ଶିଳ୍ପ କହିଲେ ତମ ବୁଝ ଇଣ୍ଡଷ୍ଟ୍ରି, ଇଣ୍ଡଷ୍ଟ୍ରି ଅଫ୍ ହାପିନେସ୍, ସୁଖର ଶିଳ୍ପ। କିନ୍ତୁ ସତରେ କ'ଣ ତୁମେ ସୁଖୀ ହୋଇଛ? ନିଜ ଛାତିରେ ହାତ ରଖି କୁହ, ଜୀବନରେ ଯାହା ଚାହିଁଥିଲ ପାଇଛ? ଦିନେ ବିଚ୍ଛିନ୍ନ ବେଳାର ଅବ୍ୟବହିତ ପୂର୍ବରୁ ମୋ ଦୁଇ ଭଉଣୀଙ୍କ ରାଣ ପକାଇ ତମେ ମୋତେ ଅନୁରୋଧ କରିଥିଲ ତମକୁ ଭୁଲିଯିବା ପାଇଁ। ମୁଁ ତମକୁ କାହାରି ରାଣ ଦେବାକୁ ଚାହେଁନା। ସେଇ ଭାବପ୍ରବଣତାର ସିଡ଼ିର ପାହାଚରେ ପାଦ ରଖି ଅନ୍ତିମ ସତ୍ୟର ଦ୍ୱାରଦେଶରେ ପହଞ୍ଚିବାର ଇଚ୍ଛା ମୋର ନାହିଁ। ମୋର ଖାଲି ଗୋଟେ ଛୋଟ ଅନୁରୋଧ, ତମର ଯେଉଁ ଶ୍ୟାମଳ କୋମଳ ବୁକୁରେ ମୁଣ୍ଡ ରଖି ମୁଁ ଦିନେ ତମ ମୁହଁରୁ ସେ ସମର୍ପିତ ପ୍ରଣୟର ଆଦ୍ୟ ଶ୍ଲୋକ ଶୁଣିଥିଲି, ସେଇ ବୁକୁରେ ତମର ହାତ ରଖି ଥରେ ମୋତେ କୁହ, ତମେ ସୁଖୀ ହୋଇଛ? ମୋତେ ହରାଇ ତମେ ସବୁ ପାଇଛ? ତମେ ଆସିବା ପୂର୍ବରୁ ମୁଁ ଅନେକ ମୋ ପାଖକୁ ଆସିବାକୁ ଚାହିଁଥିଲି। ମୁଁ ନିଜକୁ ସେମାନଙ୍କଠାରୁ ନିରାପଦ ଦୂରତ୍ୱରେ ରଖିଥିଲି। ନିଜକୁ କୃପଣ ଭଳି ସଞ୍ଚୟ କରି ରଖିଥିଲି ମୋ ଜୀବନର ପ୍ରଥମ ନାରୀ ପାଇଁ, ଯିଏ ମୋର ରକ୍ତର ଧାରାକୁ ଭାବି କାଳ ପାଇଁ ଜୀବନ୍ୟାସ ଦେବ। ଦେହ ମନ ପବିତ୍ର ପ୍ରତିଶ୍ରୁତି ଦେଇ ମୋ ପୁରୁଷ ଜୀବନର ବହୁ କଷ୍ଟରେ ସଞ୍ଚିତ ପବିତ୍ରତାକୁ ତମେ ଅପହରଣ କରିନେଲ। ଏକା ତମେ ନୁହଁ, ତମ ପରିବାରର ସମସ୍ତେ, ତମ ବାପା, ବୋଉ,
ଅପାଙ୍କ ବର ସମସ୍ତେ ଏଥିପାଇଁ ମୋତେ ପ୍ରଲୁବ୍ଧ କରିଥିଲେ। ତମ କଥାର କୁହୁକ ପ୍ରତିଶ୍ରୁତିର ଇନ୍ଦ୍ରଧନୁରେ ଭୁଲିବା ଲୋକ ମୁଁ ନୁହେଁ। କିନ୍ତୁ ତମ ପରିବାର ସମସ୍ତେ ଯେତେବେଳେ ସ୍ନେହ ପ୍ରେମର ମାୟାଜାଲ ବିସ୍ତାର କଲେ, ମୁଁ ସେ ବିହଭେଦ କରିପାରିଲି ନାହିଁ। ତମର ଅବୈଧ ଜିଦ୍ ପରେ ମୋର ସେଇ ବ୍ୟକ୍ତିଗତ ପବିତ୍ରତାକୁ ଫେରେଇ ଦେବା ପାଇଁ ମୁଁ ଜଣ ଜଣ କରି ହାତ ପାତି ଭିକ୍ଷା ମାଗିଛି। ସେମାନେ ସମସ୍ତେ ଅସହାୟ, ଲଜ୍ଜିତ, ଅପମାନିତ ଭାବରେ ମୁହଁ ଫେରାଇ ନେଇଛନ୍ତି। ମୋ ଶକ୍ତିର ସୀମାବଦ୍ଧତା କଥା କୌଣସି ଦିନ ତମଠାରେ କିମ୍ବା ଅନ୍ୟ କାହାରି ପାଖରେ ମୁଁ ଗୋପନ କରିନାହିଁ। ଜୀବନରେ ମୁଁ ଚାହିଁଥିଲି ଏଭଳି ଜଣେ ସହଯାତ୍ରିଣୀ ଯେ ଜୀବନର ବନ୍ଧୁର ପଥରେ ମୋ ସହିତ ପାଦ ମିଳାଇ ଆଗକୁ ଚାଲିଲା ବେଳେ ପଛକୁ କିମ୍ବା ଦୁଇ କଡ଼କୁ ସନ୍ଦେହୀ ଅତୃପ୍ତ ମନ ନେଇ ଛନ ଛନ ହୋଇ ଚାହିଁବ ନାହିଁ। କିନ୍ତୁ ତମଠାରେ ସାମ୍ନାକୁ ଚାହିଁବାର ଏକାଗ୍ରତା ନଥିଲା। ତେଣୁ ଚାରିଆଡ଼ର ଲୋକଙ୍କୁ ଚାହିଁ ସେମାନଙ୍କ ସୁଖ ସହିତ ନିଜ ସୁଖକୁ ତୁଳନା କରୁ କରୁ ତମେ ସାମ୍ନାରେ ରାସ୍ତା ଭୁଲିଗଲ। ତମ ଭଳି ସୁଖକୁ ମୁଁ କେବେ ଶିଳ୍ପ ବୋଲି ଭାବି ନାହିଁ। ସେଥିପାଇଁ ସୁଖକୁ ଦେହ ଦେଇ କିମ୍ବା ଟଙ୍କା ଦେଇ କିଣାଯାଏ ବୋଲି ତମ ସହିତ ମୁଁ ଏକମତ ନୁହେଁ। ସୁଖ ମୋ ପାଇଁ ଜୀବନର ଏକ କଳା। ନିଜ ମନ ଭିତରେ ହିଁ ତାର ଜନ୍ମ ଆଉ ଅଭିବୃଦ୍ଧି। ଦେହକୁ ବାଦ ଦେଇ ମନକୁ ପବିତ୍ର ରଖି ହୁଏ ନା। ତମେ ମୋ ମନର ସେଇ ପବିତ୍ରତାକୁ ନଷ୍ଟ କରି ଦେଇଗଲ। ମୋ ହାତର ବନ୍ଧୁକ ବିରହର ବଂଶୀ ହୋଇଗଲ। କିନ୍ତୁ ସେଥିପାଇଁ ତମ ଉପରେ ମୋର କୌଣସି ରାଗ କିମ୍ବା ଘୃଣା ନାହିଁ। ଯେଉଁଦିନ ମୋ ପାଇଁ ପ୍ରତ୍ୟାଶାର ପ୍ରଲୋଭନ ନ ରଖି ନିଜ ସକଳ ଐଶ୍ୱର୍ଯ୍ୟ ଅର୍ପଣ କରିଦେବାର ସଂକଳ୍ପରେ ତୁମେ ବ୍ରତଚାରିଣୀ ସାଜିଥିଲ, ସେଦିନ ମୋ ଆଖିରେ ଥିଲ ତମେ ଜଣେ ଅସାମାନ୍ୟ ନାରୀ। ଯେଉଁଦିନ ଭୁଲ ବୁଝି ହେଲେ ବି ଆଉ ଜଣେ ନାରୀ ପାଇଁ ନିଜ ସ୍ୱାର୍ଥ ତ୍ୟାଗ କରି ମୋଠାରୁ ଦୂରରେ ରହି ନିଃସଙ୍ଗ ଜୀବନ ଯାପନ କରିବ ବୋଲି ଚିଠି ଲେଖିଥିଲ, ସେଦିନ ତମେ ମାନବୀ ନୁହଁ, ଦେବୀ ଭଳି ମୋର ମନେ ହୋଇଥିଲ। କିନ୍ତୁ ଯେଉଁଦିନ ଅନୁଗୁଳରୁ ଚିଠି ଲେଖି ମୋତେ ଜଣାଇଲ ବାପାଙ୍କର ବାଧ୍ୟବାଧକତାରେ ଆଉ ଜଣେ ପୁରୁଷର ତମେ ଶଯ୍ୟା ସଙ୍ଗିନୀ ହେବାକୁ ଯାଉଛ, ଜୀବନରେ କିଏ କେତେ ପାପ କରି ସୁଖୀ ହେଉଛନ୍ତି, ମୁଁ ସୁଖୀ ହେବି ନାହିଁ କାହିଁକି? ସେଦିନ ମୁଁ ବୁଝିଗଲି ତମ ପାଇଁ ସିନେମା ଦେଖିବା ଆଉ ସଂସାର କରିବା ଏକା କଥା। ଏକ ସୁସଜ୍ଜିତ ବିଛଣା ହିଁ ତମର ସୁଖର ସଂସାର। ତମେ ଅଗଣିତ ସାଧାରଣ ସୁଖୀ ନାରୀମାନଙ୍କ ମଧ୍ୟରୁ ଜଣେ। ମୃତ୍ୟୁ ପରେ ପୁନର୍ଜନ୍ମ ଅଛି କି ନାହିଁ ମୋତେ ଜଣା ନାହିଁ। କିନ୍ତୁ ଥରେ ମାତ୍ର ମୁଁ ଆଉ ପୁନର୍ଜନ୍ମ ଚାହେଁ। ସେ ମୋର ଭାବି ସନ୍ତାନର ଜନନୀ ହେବ। ତା ପାଇଁ ନିଜ ଦେହ ମନକୁ ପବିତ୍ର କରି ରଖିବି। ତମ ପାଇଁ ଏ ଇଚ୍ଛା ଯେହେତୁ ଏ ଜୀବନରେ ବ୍ୟର୍ଥ ହୋଇଗଲା, ଏ ଜନ୍ମର ଏଇ ଅତୃପ୍ତ ଇଚ୍ଛା ଆର ଜନ୍ମରେ ପୂର୍ଣ୍ଣ କରିବା ପାଇଁ ତମେ ଅନ୍ତତଃ ପ୍ରତିବନ୍ଧକ ହେବ ନାହିଁ। ଏତିକି ସହୃଦୟତା ତମଠାରୁ ମୁଁ କେବଳ କାମନା କରୁଛି। ଜୀବନରେ ସୁଖୀ ହେବା ଏମିତି କିଛି ବଡ଼ କଥା ନୁହେଁ। ଏ ସଂସାରେ ବରବଧୂ ସୁଖୀ, ବାରଙ୍ଗନା ମଧ୍ୟ ସୁଖୀ। କିନ୍ତୁ ନିଜ ପାଖରେ ସତ୍ ହୋଇ ରହିବା ହିଁ ସବୁଠାରୁ ବଡ଼ କଥା। ସେଥିପାଇଁ ସୁଖ ଯଦି ହାତ ମୁଠା ଭିତରକୁ ନ ଆସେ, ଦୁଃଖରେ ଭାଙ୍ଗି ପଡ଼ିବା ଭଳି ଲୋକ ମୁଁ ନୁହେଁ। କିନ୍ତୁ ତମେ ଜୀବନରେ ମୋତେ ସତ୍ ହୋଇ ରହିବାକୁ ଦେଲ ନାହିଁ। ସେଥିପାଇଁ ତମକୁ ମୁଁ କୌଣସି ଦିନ କ୍ଷମା କରିପାରିବି ନାହିଁ। ସେମାନଙ୍କୁ ଏଥିପାଇଁ ମୁଁ ଦୋଷ ଦେବାକୁ ଚାହେଁନା, କାରଣ ତମ ଉପରେ ତମ ପରିବାରର କାହାର କିଛି ନିୟନ୍ତ୍ରଣ ନଥିଲା। ସେମାନେ ଥିଲେ ନାମକୁ ମାତ୍ର ବାପା, ବୋଉ, ଭାଇ ଓ ଭଉଣୀ। ନଦୀ ଯେତେବେଳେ କୂଳ ଲଙ୍ଘନ କରି ଲହ ଲହ ଜିହ୍ୱା ବିସ୍ତାର କରି ଶ୍ୟାମଳ ସାଦବଳ ଶସ୍ୟକ୍ଷେତ୍ରକୁ ଗ୍ରାସ କରିବାକୁ ଚାହେଁ, କୌଣସି ବନ୍ଧ ତାର ପ୍ରତିରୋଧ କରିପାରେ ନାହିଁ।
ତମେ ଯେତେ ରଙ୍ଗ ଦେଇ ପ୍ରଚାର କର ଯେ ଅନ୍ୟ ଜଣେ ନାରୀ ପ୍ରତି ଅନୁରକ୍ତି ଥିଲା ବୋଲି ତମେ ମୋ ଠାରୁ ଦୂରେଇ ଗଲ, ତମେ ଜାଣ, ମୁଁ ଜାଣେ, ସେସବୁ ନିରୋଳା ମିଥ୍ୟା। ତମେ ହିଁ ପ୍ରଥମ ନାରୀ ଯେ ମୋ ଦେହ ମନର ପବିତ୍ରତା ନଷ୍ଟ କରିଦେଲ। ସ୍ୱପ୍ନର ମାୟାମୃଗ ଦେଖାଇ ଭୁଲ ବାଟରେ ନେଇଯାଇଥିଲ। ତମରି କାମନା ଲାଳସାର ଯଜ୍ଞ ଅଗ୍ନିରେ ମୋ ଦେହ ମନର ପବିତ୍ରତା ନଷ୍ଟ କରିଦେଲ। ସ୍ୱପ୍ନର ମାୟାମୃଗ ଦେଖାଇ ଭୁଲ ବାଟରେ ନେଇଯାଇଥିଲ। ତମରି କାମନା ଲାଳସାରେ ଯଜ୍ଞ ଅଗ୍ନିରେ ମୋ ଦେହ ମନର ପବିତ୍ରତା ଆହୁତି ହୋଇଗଲା। କିନ୍ତୁ ଯାହା ହେଲେ ବି ତମେ ମୋ ଜୀବନର ପ୍ରଥମ ନାରୀ। ମୁଁ ତମର ଅମଙ୍ଗଳ କାମନା କରିପାରେ ନା, ଘୃଣା ମଧ୍ୟ କରିପାରେ ନା। ତମର ଅନ୍ୟତ୍ର ବିବାହରେ ମୁଁ ପ୍ରତିବନ୍ଧକ ହୋଇନାହିଁ। ତମର ଆକଣ୍ଠ ସୁଖଲାଭର ରାସ୍ତାରେ ବାଟ ଓଗାଳି ଠିଆ ହେବାର ମୋର ତିଳେ ମାତ୍ର ଇଚ୍ଛା ନାହିଁ। କିନ୍ତୁ ତମେ ଆଉ ମୋର ସାମ୍ନାକୁ ଆସ ନାହିଁ। ତମେ ମୋର ପଛ ଜୀବନ